ଦେଖନ୍ତୁ ଆମ ଦଳରେ ଯେଉଁମାନେ ଦାୟିତ୍ୱ ନେଇଛନ୍ତି ପାର୍ଟିକୁ ଚଲେଇବା ପାଇଁ, ଆମ ବିରୋଧୀ ଦଳ ବିଧାୟକ ଦଳ ନେତା ଉପନେତା ଅଛନ୍ତି ଏବଂ ଚିଫ୍ ହୁଇପ୍ ଭାବରେ ଡକ୍ଟର ରଜନୀ ଏକାକୁ ଦିଆଯାଇଛି। ବାଚସ୍ପତି ଆମ କଂଗ୍ରେସ ବିଧାୟକମାନଙ୍କୁ ଅଶୋକ କୁମାର ଦାସକୁ ବି ଦେଲେ, ରାମକଡ଼ାମାକୁ ବିଧାୟକ ଦଳ ନେତାକୁ ପ୍ରଥମ ଦେଲେ, ତାପରେ ମୋତେ ବି ଦେଇଥିଲେ ବାଚସ୍ପତି କହିବା ପାଇଁ ଏବଂ ତା ସାଙ୍ଗରେ ଆମର ସୋଫିଆ ଫେରଦୁସ ମ୍ୟାଡ଼ାମକୁ ବି ଦେଇଥିଲେ। ତ ଆଉ କିଛି ତାରା ପ୍ରସାଦ ବାହିନୀପତି ଏବଂ ଆମର ରଜନୀ ଏକା ଏବଂ ପବିତ୍ର ସାହୁଙ୍କୁ ବି ଦେଇଛନ୍ତି। ତ ଯେତେବେଳେ ସେ କହିଲେ ଉଠିବା ପାଇଁ, ବାଚସ୍ପତିଙ୍କୁ କହିବା ପାଇଁ କହିଲେ, ବୋଲେ ଆମକୁ ଏତେ ଲୋକଙ୍କୁ ଦେଇ ସାରିଲେଣି ଆମ ବିଧାୟକ, ଆପଣ ତ ଚିଫ୍ ହୁଇପ୍ ଅଛନ୍ତି, ନେକ୍ସଟ ମୋସନ ନହେଲେ କହିବେ ଆପଣ। ମୁଁ ଖାଲି ଏତିକି କଥା କହିଲା ଭିତରେ ସିଏ ଆଉ ଯେଉଁ ପ୍ରକାର ଆପଣମାନେ ସବୁ ଭିଜୁଆଲ ଦେଖୁଥିବେ, ମୁଁ ଆଉ କ'ଣ ଉତ୍ତର ଦେବି। ତେଣୁ ଦୁଃଖଦାୟକ ଘଟଣା କଥା, ଜଣେ ଡକ୍ଟରେଟ୍ କଲା ପରେ ତାଙ୍କ ପାଟିରୁ ସେଭଳି ଭାଷା ବ୍ୟବହାର କରିପାରୁଛନ୍ତି ବିଧାନସଭା ଭିତରେ, ଅତି ଲଜ୍ଜାଜନକ ବିଷୟ। ନିଶ୍ଚିତ ଭାବରେ ଆପଣମାନେ ଭିଜୁଆଲରେ ଦେଖୁଥିବେ, ସବୁ ସମସ୍ତେ ତ ଦେଖୁଛନ୍ତି, ମୁଁ ଆଉ କ'ଣ କହିବି। ଜୀବନରେ ଏଇଟା ଗୋଟେ ଦୁଃଖତାର ବିଷୟ, ପାର୍ଟି ଭିତରେ ଏମିତି ହେବା କଥା ନାହିଁ। ତାପରେ ଜଣେ ଉଚ୍ଚଶିକ୍ଷିତ ସମ୍ପନ୍ନର ବ୍ୟକ୍ତି ହେଇକିରି ଏଭଳି ମନ୍ତବ୍ୟ ଦେବାଟା ଦୁର୍ଭାଗ୍ୟଗତ। ଦଳ ପାଇଁ ତ ନିଶ୍ଚିତ ଭାବରେ ହେବ, ପାର୍ଟିର ବ୍ୟବହାରକୁ ନେଇକିରି ଆଉ ଥରେ ଭଲ ନୁହଁ। ଏଇଟା ଦେଖିବା ସେ କ'ଣ କରୁଛନ୍ତି ଆମର ବିଧାୟକ ଦଳ ନେତା, ତାପରେ ଯାଇକରି ପରବର୍ତ୍ତୀ କଥା।